ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣିପାରୁଥିବ ଆଜି ଏହି ଭିଡିଓରେ ଆମେ ତମ +2 ବୋର୍ଡ ପରୀକ୍ଷା ପାଇଁ ଓଡ଼ିଆ ଇଚ୍ଛା ଦିନ ବା ଓଡ଼ିଆ ଅପସନାଲରେ ଥିବା ନିର୍ବାସିତର ବିଳାପ ଏହି କବିତାଟିର ପିଲାମାନେ 3 ମାର୍କିଆ ପ୍ରଶ୍ନ ଆମେ ଆଲୋଚନା କରିବା ଏହି ଭିଡିଓରେ ଯାହାର କବି ହେଉଛନ୍ତି ମଧୁସୂଦନ ରାଓ। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଭିଡିଓଟିକୁ ଦେଖୁଥାଅ କିମ୍ବା ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ ଯାହା ଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରଶ୍ନ ପାଇପାରିବ। ତ ପିଲାମାନେ ତମମାନଙ୍କ ବୋର୍ଡ ଏକ୍ଜାମ ଯେହେତୁ ଆଉ ଅଳ୍ପ ଦିନ ରହିଲା ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ତା ଅଧିକାର ଲୋଭରେ କିଏ ଋଣ କରିବ ନାହିଁ ବୋଲି ନିର୍ବାସିତଟି ଭାବିଛି। ପିଲାମାନେ ପ୍ରଶ୍ନ କ'ଣ ଅଛି, ତା ଅଧିକାର ଲୋଭରେ କିଏ ଋଣ କରିବ ନାହିଁ ବୋଲି ନିର୍ବାସିତଟି ଭାବିଛି। ଉତ୍ତର ଲେଖିବ ନିର୍ବାସିତ ବ୍ୟକ୍ତିଟି ସେହି ନିର୍ଜନ ଦ୍ୱୀପରେ ଯାହା ଦେଖିଛି ତହିଁର ସେ ଅଧିଶ୍ୱର ବୋଲି ଭାବିଛି। ଚାରିଆଡ଼େ ନୀଳ ସମୁଦ୍ର ଓ ଫୁଲ ଫଳ ଶୋଭିତ ବନଲତା ପରିପୂର୍ଣ୍ଣ। ସେଠାରେ କୀଟପତଙ୍ଗ ପଶୁପକ୍ଷୀ ସିଂହ ହାତୀମାନେ ନିଶଙ୍କରେ ବିଚରଣ କରୁଥିଲେ। ତେଣୁ ସମୁଦ୍ର ମହିମଣ୍ଡଳରେ ଅନ୍ୟ କେହି ନାହିଁ ଯେ କି ତା ଅଧିକାର ଲୋଭରେ ଋଣ କରିବ ବୋଲି ନିର୍ବାସିତଟି ଭାବିଛି। ନେକ୍ସଟ କ୍ୱେଶ୍ଚନ, ମହିମଣ୍ଡଳରେ କାହାର ପଟାନ୍ତର ନାହିଁ ବୋଲି କୁହାଯାଇଛି। ତ ପିଲାମାନେ ମହିମଣ୍ଡଳରେ କାହାର ପଟାନ୍ତର ନାହିଁ ବୋଲି କୁହାଯାଇଛି। ଦୀର୍ଘ ସମୟ ଧରି ନିର୍ବାସିତ ହୋଇ ରହିଲା ପରି ବ୍ୟକ୍ତିଟି ମନରେ ଆସିଛି ଦାରୁଣ ଖେଦ। ସେ ମନେ ମନେ ପୁଣି କିପରି ପ୍ରିୟ ପରିଜନ ଓ ବନ୍ଧୁମାନଙ୍କ ପାଖକୁ ଫେରିଯିବ ସେ ସମ୍ବନ୍ଧରେ ଚିନ୍ତା କରିଛି। ସେହି ଅବସରରେ ସେ ଧର୍ମର ମହାତ୍ମ୍ୟ କଥା ବିଚାର କରିଛି। ଧର୍ମ ହେଉଛି ଏପରି ଧନ ଯାହାକୁ କି ମଣି କାଞ୍ଚନ ସହିତ ତୁଳନା କରାଯାଇ ପାରିବ ନାହିଁ। ଧର୍ମ ହେଉଛି ସ୍ୱର୍ଗୀୟ ମାଧୁରୀରେ ସଦା ସୁନ୍ଦର ଏବଂ ମହିମଣ୍ଡଳରେ ତାହାର ପଟାନ୍ତର ନାହିଁ। ତ ପିଲାମାନେ ମନେ ରଖିବ ମହିମଣ୍ଡଳରେ କାହାର ପଟାନ୍ତର ନାହିଁ ବୋଲି କୁହାଯାଇଛି। ମନେ ରଖିବ ଦୀର୍ଘ ସମୟ ଧରି ନିର୍ବାସିତ ହୋଇ ରହିଲା ପରେ ବ୍ୟକ୍ତିଟି ମନରେ ଆସିଛି ଦାରୁଣ ଖେଦ। ସେ ମନେ ମନେ ପୁଣି କିପରି ପ୍ରିୟ ପରିଜନ ଓ ବନ୍ଧୁମାନଙ୍କ ପାଖକୁ ଫେରିଯିବ ସେ ସମ୍ବନ୍ଧରେ ସେ ଚିନ୍ତା କରିଛି। ସେହି ଅବସରରେ ସେ ଧର୍ମର ମହାତ୍ମ୍ୟ କଥା ବିଚାର କରିଛି। ଧର୍ମ ହେଉଛି ଏପରି ଧନ ଯାହାକୁ କି ମଣି କାଞ୍ଚନ ସହିତ ତୁଳନା କରାଯାଇ ପାରିବ ନାହିଁ। ଧର୍ମ ହେଉଛି ସ୍ୱର୍ଗୀୟ ମାଧୁରୀରେ ସଦା ସୁନ୍ଦର ଏବଂ ମହିମଣ୍ଡଳରେ ତାହାର ପଟାନ୍ତର ନାହିଁ। ତ ପିଲାମାନେ ମନେ ରଖିବ ମହିମଣ୍ଡଳରେ କାହାର ପଟାନ୍ତର ନାହିଁ ବୋଲି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ ଦେଖିବା। ନେକ୍ସଟ କ୍ୱେଶ୍ଚନ, ଧର୍ମ ଉତ୍ସବ ସହିତ ଗିରିଗଣର ସମ୍ପର୍କ କ'ଣ? ପିଲାମାନେ ମନେ ରଖିବ ଧର୍ମ ଉତ୍ସବ ସହିତ ଗିରିଗଣର ସମ୍ପର୍କ କ'ଣ? ଧର୍ମ ଉତ୍ସବ ସମୟରେ ଯେଉଁ ବାଦ୍ୟ ବାଦନ କରାଯାଏ ତାହା ଦ୍ୱାରା ଗିରିବନ ପ୍ରତିଧ୍ୱନିତ ହୁଏ। ସେହି ଦେବ ଅର୍ଚ୍ଚନା ସମୟର ବାଦ୍ୟ ସହିତ ସେମାନେ ପରିଚିତ ଥାନ୍ତି। ମାତ୍ର ନିର୍ବାସିତଟି ରହିଥିବା ଦ୍ୱୀପରେ ସେଭଳି ବ୍ୟବସ୍ଥା କେବେ ବି ଅନୁଷ୍ଠିତ ହୁଏ ନାହିଁ ବୋଲି ସେ ବିଚାର କରିଛି। ଫଳସ୍ୱରୂପ ସେଠାକାର ଗିରିଗଣଙ୍କର ଧର୍ମ ଉତ୍ସବ ଦେବ ଅର୍ଚ୍ଚନାର ବାଦ୍ୟ ସହିତ କୌଣସି ସମ୍ପର୍କ ନାହିଁ କିମ୍ବା ସେମାନେ ତାହା ଶ୍ରବଣ କରି ନାହାନ୍ତି। ତ ପିଲାମାନେ ମନେ ରଖିବ ଧର୍ମ ଉତ୍ସବ ସହିତ ଗିରିଗଣର ସମ୍ପର୍କ କ'ଣ? ଧର୍ମ ଉତ୍ସବ ସମୟରେ ଯେଉଁ ବାଦ୍ୟବାଦନ କରାଯାଏ ତାହା ଦ୍ୱାରା ଗିରିବନ ପ୍ରତିଧ୍ୱନିତ ହୋଇଥାଏ। ସେହି ଦେବ ଅର୍ଚ୍ଚନା ସମୟର ବାଦ୍ୟ ସହିତ ସେମାନେ ପରିଚିତ ଥାନ୍ତି। ମାତ୍ର ନିର୍ବାସିତଟି ରହିଥିବା ଦ୍ୱୀପରେ ସେଭଳି ବ୍ୟବସ୍ଥା କେବେ ବି ଅନୁଷ୍ଠିତ ହୁଏ ନାହିଁ ବୋଲି ସେ ବିଚାର କରିଛି। ଫଳସ୍ୱରୂପ ସେଠାକାର ଗିରିଗଣଙ୍କର ଧର୍ମ ଉତ୍ସବ ଦେବ ଅର୍ଚ୍ଚନାର ବାଦ୍ୟ ସହିତ କୌଣସି ସମ୍ପର୍କ ନାହିଁ କିମ୍ବା ସେମାନେ ତାହା ଶ୍ରବଣ କରି ନାହାନ୍ତି। ତ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତମାନେ ମନେ ରଖିବ ଧର୍ମ ଉତ୍ସବ ସହିତ ଗିରିଗଣର ସମ୍ପର୍କ କ'ଣ। ନେକ୍ସଟ କ୍ୱେଶ୍ଚନ ଦେଖିବା। ନିର୍ଜନ ଦ୍ୱୀପର ଘୋର ବନରେ ଜୀବନଯାପନର ସ୍ୱରୂପ କ'ଣ? ପିଲାମାନେ ମନେ ରଖିବ ନିର୍ଜନ ଦ୍ୱୀପର ଘୋର ବନରେ ଜୀବନଯାପନର ସ୍ୱରୂପ କ'ଣ? ଉତ୍ତର ଲେଖିବ ନିର୍ବାସିତଟି ନିର୍ଜନ ଦ୍ୱୀପରେ ରହିଛି ଏକାକୀ। ଯୁଆଡ଼େ ଚାହିଁଛି ଯେଉଁ ପ୍ରକୃତିକୁ ଦେଖିଛି ସବୁ କିଛି ତାହାର ବୋଲି ମନେ କରିଛି।
କାରଣ ଏହି ସ୍ଥାନରେ କେହି ତାର ପ୍ରତିବାଦୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି। ମାତ୍ର ଏହି ସ୍ଥାନ ନିର୍ବାସିତକୁ କୌଣସି ପ୍ରକାର ଶାନ୍ତି କିମ୍ବା ଆଶ୍ୱାସନା ଦେଇନାହିଁ। ତେଣୁ ଏଇଭଳି ସ୍ଥାନରେ ରହିବା ଅପେକ୍ଷା ଭୟଙ୍କର ଯୁଦ୍ଧସ୍ଥଳରେ ରହିବା ଭଲ। ନିର୍ଜନ ଦ୍ୱୀପର ଘୋର ବନରେ ଜୀବନଯାପନର ସ୍ୱରୂପ ଅତ୍ୟନ୍ତ ଦୟନୀୟ। ପିଲାମାନେ ମନେ ରଖିବ, ନିର୍ଜନ ଦ୍ୱୀପର ଘୋର ବନରେ ଜୀବନଯାପନର ସ୍ୱରୂପ କ'ଣ? ନେକ୍ସଟ କ୍ୱେଶ୍ଚନ ପିଲାମାନେ, ନିର୍ଜନ ଦ୍ୱୀପର ଜୀବନକୁ ବୃଥା ବୋଲି କାହିଁକି କୁହାଯାଇଛି? ଏହାର ଉତ୍ତର ଲେଖିବ କ'ଣ ନା, ନିର୍ବାସିତଟି ନିର୍ଜନ ଦ୍ୱୀପରେ ଏକାକୀ ରହିଛି। ସେଠାରେ ରହିବା ଅବସରରେ ସେ କୌଣସି ମଣିଷ ଦେଖିନାହିଁ କିମ୍ବା ଜୀବନରେ ଶ୍ରେଷ୍ଠ ଧାର୍ମିକ ଜୀବନ ବିତାଇବାର ଅବସର ପାଇନାହିଁ। ତେଣୁ ସେ ଦୁଃଖର ସହିତ ବିଚାର କରିଛି, ଧର୍ମ ଉତ୍ସବ ଜନିତ ସୁଖରୁ ସେ ବଞ୍ଚିତ ରହିଛି। ଏଭଳି ଧର୍ମହୀନ ଜୀବନକୁ ନିର୍ଜନ ଦ୍ୱୀପରେ ବୃଥା ଜୀବନ ବୋଲି କୁହାଯାଇଛି। ତ ପିଲାମାନେ ମନେ ରଖିବ, ନିର୍ଜନ ଦ୍ୱୀପର ଜୀବନକୁ ବୃଥା ବୋଲି କାହିଁକି କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ ଦେଖିବା, ବାୟୁ ଆଗରେ ନିର୍ବାସିତଟି କି ପ୍ରାର୍ଥନା କରିଛି? ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି। ନିର୍ବାସିତଟି ବାୟୁ ଆଗରେ ଅତି ଅସହାୟ ଭାବରେ ପ୍ରାର୍ଥନା କରିଛି, ରେ ବାୟୁ, ମୁଁ ହେଉଛି ତୋହର କ୍ରୀଡ଼ନକ। ତୁ ମୋର ପ୍ରିୟଜନଙ୍କ ନିକଟକୁ ଯାଇ ସେଠାକାର ସୁସମାଚାର ମୋ ନିକଟକୁ ନେଇ ଆସ। କାରଣ ଏଇଭଳି ଭୟଙ୍କର ସ୍ଥାନରେ ରହିବା ପରେ ମୁଁ ଆଉ ସେମାନଙ୍କୁ ଦେଖିବାର ସୁଯୋଗ ପାଇବି ନାହିଁ। ସେମାନେ କ'ଣ ମୋ ବିଷୟରେ ଚିନ୍ତା କରୁଛନ୍ତି? ସବୁ କିଛି କହି ମୋ ମନରେ ଥିବା ସଂଶୟକୁ ଦୂର କର। ପିଲାମାନେ ମନେ ରଖିବ, ବାୟୁ ଆଗରେ ନିର୍ବାସିତଟି କି ପ୍ରାର୍ଥନା କରିଛି? ପିଲାମାନେ ନିର୍ବାସିତଟି ବାୟୁ ଆଗରେ କି ପ୍ରାର୍ଥନା କରିଛି ନା, ନିର୍ବାସିତଟି ବାୟୁ ଆଗରେ ଅତି ଅସହାୟ ଭାବରେ ପ୍ରାର୍ଥନା କରିଛି, ରେ ବାୟୁ, ମୁଁ ହେଉଛି ତୋହର କ୍ରୀଡ଼ନକ। ତୁ ମୋର ପ୍ରିୟଜନଙ୍କ ନିକଟକୁ ଯାଇ ସେଠାକାର ସୁସମାଚାର ମୋ ନିକଟକୁ ନେଇ ଆସ। କାରଣ ଏଭଳି ଭୟଙ୍କର ସ୍ଥାନରେ ରହିବା ପରେ ମୁଁ ଆଉ ସେମାନଙ୍କୁ ଦେଖିବାର ସୁଯୋଗ ପାଇବି ନାହିଁ। ସେମାନେ କ'ଣ ମୋ ବିଷୟରେ ଚିନ୍ତା କରୁଛନ୍ତି? ସବୁ କିଛି କହି ମୋ ମନରେ ଥିବା ସଂଶୟକୁ ଦୂର କର। ପିଲାମାନେ ନେକ୍ସଟ ପ୍ରଶ୍ନ ଦେଖିବା କ'ଣ ଅଛି? ନିର୍ବାସିତର ସଂଶୟ କିପରି ଦୂର ହେବ? ପିଲାମାନେ ନିର୍ବାସିତର ସଂଶୟ କିପରି ଦୂର ହେବ ନା, ନିର୍ବାସିତଟି ବାୟୁ ଆଗରେ ପ୍ରାର୍ଥନା କରି କହିଛି, ତୁ କେବଳ ମୋର ପ୍ରିୟଜନଙ୍କ ନିକଟକୁ ଯାଇ ସେମାନଙ୍କର ସନ୍ଦେଶ ଆଣିପାରିବୁ। ସେମାନେ କ'ଣ ମୋ କଥା ଚିନ୍ତା କରୁଛନ୍ତି କିମ୍ବା ସେମାନଙ୍କ ଅନ୍ତର କ'ଣ ମୋତେ ଦେଖିବାକୁ କାନ୍ଦି ଉଠୁଛି? ସମୀର ସବୁ କିଛି ଫିଟାଇ କହିଲେ ବା ସେମାନଙ୍କ ବାର୍ତ୍ତା ଦେଲେ ମୋ ମନର ସଂଶୟ ଦୂର ହେବ। ତ ପିଲାମାନେ ମନେ ରଖିବ, ନିର୍ବାସିତର ସଂଶୟ କିପରି ଦୂର ହେବ ନା, ନିର୍ବାସିତଟି ବାୟୁ ଆଗରେ ପ୍ରାର୍ଥନା କରି କହିଛି, ତୁ କେବଳ ମୋର ପ୍ରିୟଜନଙ୍କ ନିକଟକୁ ଯାଇ ସେମାନଙ୍କର ସନ୍ଦେଶ ଆଣିପାରିବୁ। ସେମାନେ କ'ଣ ମୋ କଥା ଚିନ୍ତା କରୁଛନ୍ତି କିମ୍ବା ସେମାନଙ୍କ ଅନ୍ତର କ'ଣ ମୋତେ ଦେଖିବାକୁ କାନ୍ଦି ଉଠୁଛି? ସମୀର ସବୁ କିଛି ଫିଟାଇ କହିଲେ ବା ସେମାନଙ୍କ ବାର୍ତ୍ତା ଦେଲେ ମୋ ମନର ସଂଶୟ ଦୂର ହେବ। ତ ପିଲାମାନେ କିପରି ଭାବରେ ନିର୍ବାସିତର ସଂଶୟ ଦୂର ହେବ ତମାନେ ମନେ ରଖିବ। ନେକ୍ସଟ କ୍ୱେଶ୍ଚନ ଦେଖିବା, ସ୍ୱଦେଶ କଥା ମନେ ପଡ଼ିଲେ ନିର୍ବାସିତକୁ କିପରି ଲାଗୁଥିଲା? ତ ପିଲାମାନେ ମନେ ରଖିବ, ସ୍ୱଦେଶ କଥା ମନେ ପଡ଼ିଲେ ନିର୍ବାସିତକୁ କିପରି ଲାଗୁଥିଲା? ମନର ଅପ୍ରତିହତ ଗତି ବଳରେ ନିର୍ବାସିତଟି ନିଜର ପ୍ରିୟ ସ୍ଥାନକୁ ଚାଲିଯାଇ ପାରିଛି। ସେ ମନେ କରିଛି ସେ ଯେପରି ନିଜ ସଦନରେ ଅବସ୍ଥାନ କରିଛି ଏବଂ ତାହାର ଚାରିକଡ଼ରେ ରହିଛନ୍ତି ନିଜର ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁବର୍ଗ। ମାତ୍ର ପରବର୍ତ୍ତୀ ସମୟରେ ଏଭଳି ଭାବନା ତାହାକୁ ନୈରାଶ୍ୟ ସାଗରରେ ବୁଡ଼ାଇ ଦେଇଛି। ସ୍ୱଦେଶ କଥା ମନେ ପଡ଼ିଲେ ନିର୍ବାସିତକୁ ଆହୁରି ଅସହାୟ ମନେ ହେଉଛି। ତ ପିଲାମାନେ ମନେ ରଖିବ, ସ୍ୱଦେଶ କଥା ମନେ ପଡ଼ିଲେ ନିର୍ବାସିତକୁ କିପରି ଲାଗୁଥିଲା ନା, ସେ ଅସହାୟ ମନେ କରୁଥିଲା। ପିଲାମାନେ ମନେ ରଖିବ, ବହୁତ ଇମ୍ପୋର୍ଟାଣ୍ଟ ଅଛି। ଦେଖିବା ନେକ୍ସଟ କ୍ୱେଶ୍ଚନ, ନିର୍ବାସିତର ଦୁଃଖ କିଏ ଓ କିପରି ଫେଡ଼ିବ ବୋଲି ସେ ଆଶା ପ୍ରକାଶ କରିଛି? ତ ପିଲାମାନେ ଦେଖିବା ଏଠି, ନିର୍ବାସିତର ଦୁଃଖ କିଏ ଓ କିପରି ଫେଡ଼ିବ ବୋଲି ସେ ଆଶା ପ୍ରକାଶ କରିଛି ନା, ନିର୍ବାସିତର ଦୁଃଖ ହେଉଛି ତାହାର ମନ। କାରଣ ସେ ନିର୍ଜନ ଦ୍ୱୀପରେ ରହିଥିଲେ ବି ମନ ତାହାର ପ୍ରିୟ ସ୍ଥାନ ଓ
ପ୍ରିୟଜନଙ୍କ କଥାକୁ ସ୍ମରଣ କରାଇ ଦେଇଛି। ଫଳରେ ନୈରାଶ୍ୟ ସାଗରରେ ତାହାର ମନ ବୁଡ଼ି ଯାଇଛି। ତଥାପି ସେ ମନରେ ଆଶା ଓ ସମ୍ଭାବନା କଥାକୁ ଚିନ୍ତା କରିଛି। କାରଣ ତାହାର ଏଭଳି ଦୁଃଖକୁ କେବଳ ଦୟାମୟ ଜଗଦୀଶ୍ୱର ହିଁ ଫେଡ଼ିବେ ବୋଲି ସେ ଆଶା ପ୍ରକାଶ କରିଛି। ତ ପିଲାମାନେ ମନେ ରଖିବ, ନିର୍ବାସିତର ଦୁଃଖ କିଏ ଓ କିପରି ଫେଡ଼ିବ ବୋଲି ସେ ଆଶା ପ୍ରକାଶ କରିଛି। ନିର୍ବାସିତର ଦୁଃଖ ହେଉଛି ତାହାର ମନ। କାରଣ ସେ ନିର୍ଜନ ଦ୍ୱୀପରେ ରହିଥିଲେ ବି ମନ ତାହାର ପ୍ରିୟ ସ୍ଥାନ ଓ ପ୍ରିୟଜନଙ୍କ କଥାକୁ ସ୍ମରଣ କରାଇ ଦେଇଛି। ଫଳରେ ନୈରାଶ୍ୟ ସାଗରରେ ତାହାର ମନ ବୁଡ଼ି ଯାଇଛି। ତଥାପି ସେ ମନରେ ଆଶା ଓ ସମ୍ଭାବନା କଥାକୁ ଚିନ୍ତା କରିଛି। କାରଣ ତାହାର ଏଭଳି ଦୁଃଖକୁ କେବଳ ଦୟାମୟ ଜଗଦୀଶ୍ୱର ହିଁ ଫେଡ଼ିବେ ବୋଲି ସେ ଆଶା ପ୍ରକାଶ କରିଛି। ନେକ୍ସଟ କ୍ୱେଶ୍ଚନ, କବିତାରେ ମନର ସ୍ୱରୂପ କିପରି ବର୍ଣ୍ଣିତ? ପିଲାମାନେ ମନେ ରଖିବ, କବିତାଟିରେ ମନର ସ୍ୱରୂପ ସମ୍ପର୍କରେ କୁହାଯାଇଛି ଯେ ମନର ଗତି ଅତି ଅଦ୍ଭୁତ। ତାହାର ଶକ୍ତି ଅଚିନ୍ତନୀୟ। କ୍ଷଣ ମାତ୍ରକରେ ସେ ଅପରିସୀମ ବିଶ୍ୱଭୁବନକୁ ପରିକ୍ରମଣ କରି ଆସିପାରେ। ମନର ଗତି ବାୟୁ ଓ ଆଲୋକର ଗତିକୁ ମଧ୍ୟ ପରାଜିତ କରିଦେଇପାରେ। ସେହି ମନୋବଳରେ ନିର୍ବାସିତଟି ନିର୍ଜନ ଦ୍ୱୀପରେ ରହି ମଧ୍ୟ ନିଜ ପ୍ରିୟ ପରିଚିତ ସ୍ଥାନ ଓ ପରିଜନଙ୍କ ପାଖକୁ ଚାଲି ଯାଇ ପାରିଛି। ତ ପିଲାମାନେ ମନେ ରଖିବ, କବିତାରେ ମନର ସ୍ୱରୂପ କିପରି ବର୍ଣ୍ଣିତ। ନେକ୍ସଟ କ୍ୱେଶ୍ଚନ, ନିର୍ବାସିତର ବିଚାରରେ ଅଧମ ଗତି କ'ଣ ଥିଲା? ପିଲାମାନେ ମନେ ରଖିବ, ନିର୍ବାସିତର ବିଚାରରେ ଅଧମ ଗତି କ'ଣ ଥିଲା? ନା ଦୁର୍ଭାଗ୍ୟବଶତଃ ନିର୍ଜନ ଦ୍ୱୀପରେ ନିର୍ବାସିତର ଜୀବନଯାପନ କରୁଥିବା ବ୍ୟକ୍ତିଟି ମନରେ ସୃଷ୍ଟି ହୋଇଛି ଅବ୍ୟକ୍ତ ବେଦନା। ବିଜନତା ତା ପ୍ରାଣକୁ ଅସହ୍ୟ ବେଦନା ବିଜଡ଼ିତ କରି ଦେଉଛି। ଏଭଳି ସ୍ଥାନରେ ବଞ୍ଚି ରହିବା ଅପେକ୍ଷା ଯୁଦ୍ଧକ୍ଷେତ୍ରରେ ପ୍ରାଣ ସହ ଲଢ଼େଇ କରିବା ଶ୍ରେୟସ୍କର। ଏଭଳି ନିର୍ଜନ ସ୍ଥାନରେ ନିର୍ବାସିତ ଜୀବନରେ ରାଜ୍ୟପ୍ରାପ୍ତି ଅଧମ ଗତି ବୋଲି ନିର୍ବାସିତ ବ୍ୟକ୍ତିଟି ବିଚାର ବ୍ୟକ୍ତ କରିଅଛି। ନେକ୍ସଟ କ୍ୱେଶ୍ଚନ, ଦେବତାମାନେ ନର ଜନ୍ମ ନେବା ପାଇଁ କାହିଁକି ଆଗ୍ରହୀ ହୁଅନ୍ତି? ତ ପିଲାମାନେ ମନେ ରଖିବ, ଦେବତାମାନେ ନର ଜନ୍ମ ନେବା ପାଇଁ କାହିଁକି ଆଗ୍ରହୀ ହୁଅନ୍ତି? ନିର୍ଜନ ଦ୍ୱୀପରେ ନିର୍ବାସିତ ବ୍ୟକ୍ତିଟି ପ୍ରିୟଜନଙ୍କର ମୁଖଚନ୍ଦ୍ର ଦର୍ଶନ ନ କରିପାରି, ମଧୁର କଣ୍ଠସ୍ୱର ଶୁଣି ନ ପାରି ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଛି। ପ୍ରିୟଜନ ବନ୍ଧୁ ପରିଜନ ପ୍ରେମପୂର୍ଣ୍ଣ ଜୀବନ ବିଷୟରେ ଭାବି ଭାବି ସେ ଉଦାସ ବିଷଣ୍ଣ ହୋଇଯାଇଛି। ଆତ୍ମୀୟ ସ୍ୱଜନ ପ୍ରିୟଜନର ଗହଣରେ ଜୀବନ କେତେ ମଧୁମୟ ସତରେ। କେବଳ ସ୍ୱର୍ଗୀୟ ପ୍ରେମର ମାଧୁର୍ଯ୍ୟକୁ ଉପଲବ୍ଧି କରିବା ପାଇଁ ଦେବତାମାନେ ମଧ୍ୟ ନର ଦେହ ଧାରଣ କରି ଧରାପୃଷ୍ଠରେ ଜନ୍ମଗ୍ରହଣ କରିବାକୁ ଆଗ୍ରହୀ ହୋଇଥାନ୍ତି। ତ ପିଲାମାନେ ଏହି କ୍ୱେଶ୍ଚନଟି ବହୁତ ସମୟରେ ଆସେ, ଦେବତାମାନେ ନର ଜନ୍ମ ନେବା ପାଇଁ କାହିଁକି ଆଗ୍ରହୀ ହୁଅନ୍ତି? ପିଲାମାନେ ଏମିତି ବି ସର୍ଟ ଟାଇପ୍ ପ୍ରଶ୍ନ ପରୀକ୍ଷାରେ ବେଳେବେଳେ ପଡ଼େ, ଦେବତାମାନେ ଡ୍ୟାସ୍ ଜନ୍ମ ନେବା ପାଇଁ ଆଗ୍ରହୀ ହୁଅନ୍ତି। ତ ପିଲାମାନେ ମନେ ରଖିବ, ନର ଜନ୍ମ ନେବା ପାଇଁ ଆଗ୍ରହୀ ହୁଅନ୍ତି। ନେକ୍ସଟ କ୍ୱେଶ୍ଚନ, ରଣକ୍ଷେତ୍ରରେ ବାସ କରିବା ଶ୍ରେୟସ୍କର ବୋଲି କାହିଁକି କୁହାଯାଇଛି? ତ ପିଲାମାନେ ମନେ ରଖିବ, ରଣକ୍ଷେତ୍ରରେ ବାସ କରିବା ଶ୍ରେୟସ୍କର ବୋଲି କାହିଁକି କୁହାଯାଇଛି? ନା ନିର୍ଜନ ଦ୍ୱୀପରେ ଦୀର୍ଘ ସମୟ ରହିବା ପରେ ନିର୍ବାସିତ ବ୍ୟକ୍ତି କୌଣସି ଗୋଟିଏ ହେଲେ ମଣିଷ ମୁହଁ ଦେଖିବାକୁ ପାଇନାହିଁ। ସାମାଜିକ ପ୍ରାଣୀ ଭାବରେ କୌଣସି ବ୍ୟକ୍ତିକୁ ନ ଦେଖି ତା ମନରେ ଆସିଛି ଦାରୁଣ ଅବସାଦ। ସେଥିପାଇଁ ସେ ଚିନ୍ତା କରିଛି ଏଭଳି ସ୍ଥାନରେ ଅଧୀଶ୍ୱର ଭାବରେ ରହିବା ଅପେକ୍ଷା ରଣକ୍ଷେତ୍ରରେ ରହିବା ଶ୍ରେୟସ୍କର। ତ ପିଲାମାନେ ନେକ୍ସଟ କ୍ୱେଶ୍ଚନ ଦେଖିବା, ଦୁଃଖୀ ହୃଦୟଭାର କିପରି ଲାଘବ ହୁଏ? ଉତ୍ତର ଲେଖିବ, ନିର୍ବାସିତଟି ନିର୍ଜନ ଦ୍ୱୀପରେ ରହି ଦୁଃଖ ଓ ନିରାଶାରେ ବିଳାପ କରିଛି। ପ୍ରିୟ ପରିଜନଙ୍କ କଥା ମନେ ପକାଇ ଦୁଃଖ ପାଇଛି। ଏତେ ଅସହାୟତା ଭିତରେ ମଧ୍ୟ ସେ ସମ୍ଭାବନାର ଦିଗକୁ ବିସ୍କୃତ ହୋଇନାହିଁ। ସେ ମନେ କରିଛି ଜଗଦୀଶ୍ୱର ସର୍ବସ୍ଥଳରେ ବିରାଜମାନ କରିଛନ୍ତି। ସେ ହେଉଛନ୍ତି ଦୟାମୟ ଓ ଉଦାର। ସେ ଚାହିଁଲେ ଦୁଃଖୀ ହୃଦୟର ଭାର ଲାଘବ ହୁଏ। ତ ପିଲାମାନେ ମନେ ରଖିବ, ଦୁଃଖୀ ହୃଦୟ ଭାର କିପରି ଲାଘବ ହୁଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, କେଉଁ ବାରତା ଜନ ସମୀପକୁ ଯିବ ନାହିଁ? କେଉଁ ବାରତା ଜନ ସମୀପକୁ ଯିବ ନାହିଁ? ଉତ୍ତର ଲେଖିବ, ନିର୍ଜନ ଦ୍ୱୀପରେ
ଦୁଃଖାଭିଭୂତ ଭାବରେ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିଟି ଚିନ୍ତା କରିଛି, ଯଦି ଏଠାରେ ମୋର ଜୀବନ ଦୀପ ନିର୍ବାପିତ ହୋଇଯାଏ ତାହେଲେ ଏହି ଖବର ସମସ୍ତଙ୍କ ନିକଟରେ ଅଜଣା ରହିଯିବ। ଅନ୍ୟ କୌଣସି ବ୍ୟକ୍ତି ଏଠାରେ ନଥିବାରୁ ତାର ମୃତ୍ୟୁବାର୍ତ୍ତା ଜନ ସମୀପକୁ ଯିବ ନାହିଁ। ତ ପିଲାମାନେ ମନେ ରଖିବ, କେଉଁ ବାର୍ତ୍ତା ଜନ ସମୀପକୁ ଯିବ ନାହିଁ ନା ନିର୍ଜନ ଦ୍ୱୀପରେ ଦୁଃଖାଭିଭୂତ ଭାବରେ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିଟି ଚିନ୍ତା କରିଛି, ଯଦି ଏଠାରେ ମୋର ଜୀବନ ଦୀପ ନିର୍ବାପିତ ହୋଇଯାଏ ତାହେଲେ ଏହି ଖବର ସମସ୍ତଙ୍କ ନିକଟରେ ଅଜଣା ରହିଯିବ। ଅନ୍ୟ କୌଣସି ବ୍ୟକ୍ତି ଏଠାରେ ନଥିବାରୁ ତାର ମୃତ୍ୟୁବାର୍ତ୍ତା ଜନ ସମୀପକୁ ଯିବ ନାହିଁ। ନେକ୍ସଟ କ୍ୱେଶ୍ଚନ, ନିର୍ବାସିତ ବ୍ୟକ୍ତିଟି କାହିଁକି ଚମକି ପଡୁଥିଲା? ତ ପିଲାମାନେ ନିର୍ବାସିତ ବ୍ୟକ୍ତିଟି କାହିଁକି ଚମକି ପଡୁଥିଲା, ଏହାର ଉତ୍ତର କଣ ଲେଖିବ ନା ଦୀର୍ଘ ଦିନ ଧରି ନିର୍ଜନ ଦ୍ୱୀପରେ ରହିଗଲା ପରେ ସେ କୌଣସି ମଣିଷର କଣ୍ଠସ୍ୱର ଶୁଣି ନାହିଁ କିମ୍ବା କୌଣସି ମଣିଷର ମୁହଁ ଦେଖି ନାହିଁ। ମାତ୍ର ମାନସିକ ସ୍ତରରେ ମଣିଷର କଣ୍ଠସ୍ୱରକୁ ଅପେକ୍ଷା କରି ରହିଛି। ଏପରିକି ନିଜ କଣ୍ଠର ଶବ୍ଦ ଶୁଣି ସେ ଚମକି ପଡୁଥିଲା। ସେ ଭାବୁଥିଲା ଆଉ କାହାର କଣ୍ଠସ୍ୱର କି କଣ୍ଠସ୍ୱର ବୋଲି। ତ ପିଲାମାନେ ମନେ ରଖିବ, ନିର୍ବାସିତ ବ୍ୟକ୍ତିଟି କାହିଁକି ଚମକି ପଡୁଥିଲା। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି, ବହୁତ ସମୟରେ ପରୀକ୍ଷାରେ ଆସେ। ଦୀର୍ଘ ଦିନ ଧରି ନିର୍ଜନ ଦ୍ୱୀପରେ ରହିଗଲା ପରେ ସେ କୌଣସି ମଣିଷର କଣ୍ଠସ୍ୱର ଶୁଣି ନାହିଁ କିମ୍ବା କୌଣସି ମଣିଷର ମୁହଁ ଦେଖି ନାହିଁ। ମାତ୍ର ମାନସିକ ସ୍ତରରେ ମଣିଷର କଣ୍ଠସ୍ୱରକୁ ଅପେକ୍ଷା କରି ରହିଛି। ଏପରିକି ନିଜ କଣ୍ଠର ଶବ୍ଦ ଶୁଣି ସେ ଚମକି ପଡୁଥିଲା। ସେ ଭାବୁଥିଲା ଆଉ କାହାର କଣ୍ଠସ୍ୱର ବୋଲି। ପିଲାମାନେ ନେକ୍ସଟ କ୍ୱେଶ୍ଚନ, ନିର୍ଜନ ଦ୍ୱୀପରେ ନିର୍ବାସିତର ବେନି ଶ୍ରବଣକୁ କିଏ ଆଉ ଦୋଷିବ ନାହିଁ? ନିର୍ଜନ ଦ୍ୱୀପରେ ନିର୍ବାସିତର ବେନି ଶ୍ରବଣକୁ କିଏ ଆଉ ଦୋଷିବ ନାହିଁ? ପିଲାମାନେ ଏହାର ଉତ୍ତର ଲେଖିବ, ଯେହେତୁ ନିର୍ଜନ ଦ୍ୱୀପରେ ନିର୍ବାସିତ ହୋଇ ବ୍ୟକ୍ତିଟି ରହିଛି ତେଣୁ ତା ମନରେ ଆସିଛି ସନ୍ତାପିତ ଭାବ। ସେହି ଦ୍ୱୀପରେ ତା ବ୍ୟତୀତ ଆଉ କୌଣସି ବ୍ୟକ୍ତି ନାହାନ୍ତି କିମ୍ବା ସେ ଆଉ ସେହି ନିର୍ଜନ ଦ୍ୱୀପରୁ ଜନସମାଜକୁ ଫେରି ଆସିବ ବୋଲି ଭରସା ନାହିଁ। ଫଳରେ ନିର୍ବାସିତର ବେନି ଶ୍ରବଣକୁ ମନୁଷ୍ୟ କଣ୍ଠର ମଧୁମୟ ଧ୍ୱନି ଆଉ ତୋଷିବ ନାହିଁ ବୋଲି ସେ ବିଚାର କରିଛି। ତ ପିଲାମାନେ ମନେ ରଖିବ, ନିର୍ଜନ ଦ୍ୱୀପରେ ନିର୍ବାସିତର ବେନି ଶ୍ରବଣକୁ କିଏ ଆଉ ତୋଷିବ ନାହିଁ। ପିଲାମାନେ ଦେଖିବା ନେକ୍ସଟ କ୍ୱେଶ୍ଚନ, ପଶୁମାନେ ଅନାସ୍ଥା ଭାବ କାହିଁକି ପ୍ରଦର୍ଶନ କରୁଥିଲେ? ଉତ୍ତର ଲେଖିବ, ନିର୍ଜନ ଦ୍ୱୀପରେ ରହିଥିବା ପଶୁମାନେ କୌଣସି ସମୟରେ ମଣିଷର ସ୍ୱରୂପ କିମ୍ବା କ୍ରିୟାକଳାପ ସମ୍ପର୍କରେ ଅବଗତ ନୁହନ୍ତି। ଫଳସ୍ୱରୂପ ନିର୍ବାସିତ ବ୍ୟକ୍ତିକୁ ଦେଖିଲେ ମଧ୍ୟ ସେମାନେ କୌଣସି ପ୍ରକାର ଭୟ ପ୍ରକାଶ କରନ୍ତି ନାହିଁ, ଯେହେତୁ ପଶୁମାନେ ନର ପ୍ରଭାବ ଜାଣିନାହାନ୍ତି। ସେଥିପାଇଁ ସେମାନେ ଏଭଳି ଅନାସ୍ଥା ଭାବ ପ୍ରକାଶ କରୁଥିଲେ ବୋଲି ନିର୍ବାସିତ ବ୍ୟକ୍ତିଟି ଉଲ୍ଲେଖ କରିଛି। ତ ପିଲାମାନେ ନିର୍ବାସିତ ବ୍ୟକ୍ତିଟି ଉଲ୍ଲେଖ କରିଛି ଯେ ପଶୁମାନେ ଅନାସ୍ଥା ଭାବ କାହିଁକି ପ୍ରଦର୍ଶନ କରୁଥିଲେ। ପିଲାମାନେ ନେକ୍ସଟ କ୍ୱେଶ୍ଚନ ଦେଖିବା, ହୃଦୟ ରାଜ୍ୟ ଶାନ୍ତି ରତ୍ନରେ କିପରି ମଣ୍ଡିତ ହେବ? ପିଲାମାନେ ହୃଦୟ ରାଜ୍ୟ ଶାନ୍ତି ରତ୍ନରେ କିପରି ମଣ୍ଡିତ ହେବ? ନିର୍ବାସିତଟି ନିର୍ଜନ ଦ୍ୱୀପରେ ରହି ଦୁଃଖ ଓ ଅନୁଶୋଚନାରେ ବୁଡ଼ି ବିଳାପ କରିଥିଲେ ବି ଶେଷ ପର୍ଯ୍ୟାୟରେ ସର୍ବଦୟାମୟ ଜଗଦୀଶ୍ୱରଙ୍କ ନିକଟରେ ଶରଣାପନ୍ନ ହୋଇଛି। ସେ ଜାଣିଛି ଈଶ୍ୱର ହିଁ ଇଚ୍ଛା କଲେ ତାହାର ଦୁଃଖ ଦୂର କରିପାରିବେ। ଈଶ୍ୱରଙ୍କ କରୁଣା ହିଁ ଦୁଃଖୀ ହୃଦୟର ଦୁଃଖ ଭାରକୁ କମାଇ ଦେଇପାରେ। ମଣିଷ ମନରେ ସନ୍ତୋଷ ଆଣିଥାଏ। ଫଳରେ ଈଶ୍ୱରଙ୍କ ଦୟା ହେଲେ ମଣିଷର ହୃଦୟ ରାଜ୍ୟରେ ଶାନ୍ତି ରତ୍ନ ମଣ୍ଡିତ ହୋଇପାରିବ। ତ ପିଲାମାନେ ମନେ ରଖିବ, ହୃଦୟ ରାଜ୍ୟ ଶାନ୍ତି ରତ୍ନରେ କିପରି ମଣ୍ଡିତ ହେବ। ନିର୍ବାସିତଟି ନିର୍ଜନ ଦ୍ୱୀପରେ ରହି ଦୁଃଖ ଓ ଅନୁଶୋଚନାରେ ବୁଡ଼ି ବିଳାପ କରିଥିଲେ ବି ଶେଷ ପର୍ଯ୍ୟାୟରେ ସର୍ବଦୟାମୟ ଜଗଦୀଶ୍ୱରଙ୍କ ନିକଟରେ ଶରଣାପନ୍ନ ହୋଇଛି। ସେ ଜାଣିଛି ଈଶ୍ୱର ହିଁ ଇଚ୍ଛା କଲେ ତାହାର ଦୁଃଖ ଦୂର କରିପାରିବେ। ଈଶ୍ୱରଙ୍କ କରୁଣା ହିଁ ଦୁଃଖୀ ହୃଦୟର ଦୁଃଖ ଭାରକୁ କମାଇ ଦେଇପାରେ। ମଣିଷ ମନରେ ସନ୍ତୋଷ ଆଣିଥାଏ। ଫଳରେ ଈଶ୍ୱରଙ୍କ ଦୟା ହେଲେ ମଣିଷର ହୃଦୟ ରାଜ୍ୟରେ ଶାନ୍ତି ରତ୍ନ ମଣ୍ଡିତ ହୋଇପାରିବ।
ତ ପିଲାମାନେ ମନେ ରଖିବ ହୃଦୟ ରାଜ୍ୟ ଶାନ୍ତିରତ୍ନରେ କିପରି ମଣ୍ଡିତ ହେବ। ନେକ୍ସଟ କ୍ୱେଶ୍ଚନ ଦେଖିବା, ତାର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ସମୟରେ ପରୀକ୍ଷାରେ ଆସେ, ତାର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ। ଉତ୍ତର ଲେଖିବ, ଦୀର୍ଘ ସମୟ ଧରି ପ୍ରିୟ ପରିଜନ ଓ ବନ୍ଧୁମାନଙ୍କ ଠାରୁ ବ୍ୟକ୍ତିଟି ଅଲଗା ହୋଇ ରହିଛି। ମନେ ମନେ ସେହି ବନ୍ଧୁମାନଙ୍କ କଥା ସେ ସ୍ମରଣ କରିଛି। ସେ ବିଚାର କରିଛି ତାହାର ଯଦି ବିହଙ୍ଗ ଭଳି ପକ୍ଷ ଥାନ୍ତା, ତାହେଲେ ସେ ଦୁର୍ଗମ ଗିରି ଓ ସମୁଦ୍ର ବକ୍ଷକୁ ଅତିକ୍ରମ ପ୍ରିୟଜନଙ୍କ ମୁଖ କମଳକୁ ଦେଖିବାର ସୁଯୋଗ ପାଆନ୍ତା ଏବଂ ସେହି ମୁଖ ଦେଖିଲା ପରେ ତାର ସନ୍ତାପିତ ପ୍ରାଣ ଶୀତଳ ହୁଅନ୍ତା। ତ ପିଲାମାନେ ମନେ ରଖିବ ତାର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ ନା, ଦୀର୍ଘ ସମୟ ଧରି ପ୍ରିୟ ପରିଜନ ଓ ବନ୍ଧୁମାନଙ୍କ ଠାରୁ ବ୍ୟକ୍ତିଟି ଅଲଗା ହୋଇ ରହିଛି। ମନେ ମନେ ସେହି ବନ୍ଧୁମାନଙ୍କ କଥା ସେ ସ୍ମରଣ କରିଛି ବା ମନେ ପକାଇଛି। ସେ ବିଚାର କରିଛି ତାହାର ଯଦି ବିହଙ୍ଗ ଭଳି ପକ୍ଷ ଥାନ୍ତା ବା ପକ୍ଷୀ ପରି କଣ ପକ୍ଷୀମାନଙ୍କ ଭଳି ତାର ଡେଣା ଥାନ୍ତା, ତାହେଲେ ସେ ଦୁର୍ଗମ ଗିରି ଓ ସମୁଦ୍ର ବକ୍ଷକୁ ଅତିକ୍ରମ କରି ପ୍ରିୟଜନଙ୍କ ମୁଖ କମଳକୁ ଦେଖିବାର ସୁଯୋଗ ପାଆନ୍ତା ଏବଂ ସେହି ମୁଖ ଦେଖିଲା ପରେ ତାର ସନ୍ତାପିତ ପ୍ରାଣ ଶୀତଳ ହୁଅନ୍ତା। ନେକ୍ସଟ କ୍ୱେଶ୍ଚନ, ମହିମଣ୍ଡଳରେ ଧର୍ମର ତୁଳନା କାହିଁକି ନାହିଁ। ପିଲାମାନେ ମନେ ରଖିବ ମହିମଣ୍ଡଳରେ ଧର୍ମର ତୁଳନା କାହିଁକି ନାହିଁ ନା, ଦୁର୍ଭାଗ୍ୟବଶତଃ ନିର୍ବାସିତର ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଟିର ମନରେ ଦାରୁଣ କ୍ଷୋଭ ଜାତ ହୋଇଛି। ନିଜର ପ୍ରିୟଜନ ମାନଙ୍କ ଠାରୁ ଦୂରରେ ତାର ପ୍ରାଣ ବିଳାପ କରି ଉଠୁଛି। ସେମାନଙ୍କର ଦର୍ଶନ ଓ ମଧୁର କଥା ପଦେ ଶୁଣିବା ପାଇଁ ପୁଣି ତାଙ୍କ ମନରେ ଧର୍ମର ଭାବନା ଉଦୟ ହୋଇଛି, ଯାହା ନିର୍ଜନ ଦ୍ୱୀପରେ ଆଦୌ ଶୁଣାଯାଉ ନାହିଁ। ଏ ମହିମଣ୍ଡଳରେ ଧର୍ମର ତୁଳନା ନାହିଁ। ଧର୍ମ ହେଉଛି ସ୍ୱର୍ଗୀୟ, ସଦା ସୁନ୍ଦର, ଅମୃତ ପ୍ରଦାୟକ। ମଣି କାଞ୍ଚନ ସହ ମଧ୍ୟ ଧର୍ମ ତୁଳନୀୟ ନୁହେଁ। ଏହା ଅମୂଲ୍ୟ, ଚିରନ୍ତନ ମାଧୁର୍ଯ୍ୟରେ ପରିପୂର୍ଣ୍ଣ। ତ ପିଲାମାନେ ମନେ ରଖିବ ମହିମଣ୍ଡଳରେ ଧର୍ମର ତୁଳନା କାହିଁକି ନାହିଁ। ପିଲାମାନେ 3 ମାର୍କିଆ ପ୍ରଶ୍ନ ଗୁଡ଼ିକ ତମମାନେ ବାରମ୍ବାର ପଢିବା ପାଇଁ ଚେଷ୍ଟା କରିବ। ବାରମ୍ବାର ପଢିଲେ ଯାଇ ତମମାନଙ୍କର ମନେ ରହିବ, ଥରେ କିମ୍ବା 2 ଥର ପଢିଲେ ମନେ ରହିବ ନାହିଁ। ତ ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।